ସମସ୍ତଙ୍କ ପାଇଁ ବହୁତ ବଡ଼ ଖୁସି ଖବର ନେଇ ଆସିଛି। ଆସିଗଲା ପିଏମ୍ ଆବାସ ଘର। ଆଉ ଖୁବ୍ ଶୀଘ୍ର ପିଏମ୍ ଆବାସ ଘର ଯୋଜନାରେ ଯୋଉମାନଙ୍କର ନାମରେ ଆସିଛି ସେମାନଙ୍କୁ ମଧ୍ୟ ୱାର୍କ ଅର୍ଡର ବି ମିଳିବ। ସବୁଠାରୁ ବଡ଼ କଥା ହେଉଛି ଗାଁ ଆଉ ସହରରେ ଯେଉଁ ହିତାଧିକାରୀ ଅଛନ୍ତି ସେମାନଙ୍କୁ ମଧ୍ୟ ୱାର୍କ ଅର୍ଡର ମିଳିବ। ତେବେ କେଉଁ ହିତାଧିକାରୀଙ୍କୁ ଘର ମିଳିବ ଏବଂ କେତେ ଟଙ୍କା ମିଳିବ? ଯଦି ଆପଣ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି ତାହା କେମିତି କ'ଣ ପାଇପାରିବେ? ସବୁକିଛି ଏ ଭିଡିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇବୁ। ତେବେ ଭିଡିଓକୁ ବିନା ସ୍କିପ୍ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ନିଅନ୍ତୁ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡିଓ ଅପଲୋଡ କରିବି ତାହା ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଚାଲନ୍ତୁ ଆଉ ଲେଟ୍ ନକରି ଭିଡିଓକୁ ଷ୍ଟାର୍ଟ କରିବା। ସରକାରୀ ସ୍ତରରେ ଘର ପାଇବା ପାଇଁ ଦୁଇଟି ସ୍ତର ରହିଛି। ଏହା ତ ଆପଣମାନେ ଜାଣିଛନ୍ତି। ଗୋଟିଏ ହେଉଛି ପିଏମ୍ ଆବାସ ଯୋଜନା, ଆଉ ଗୋଟିଏ ହେଉଛି ଅନ୍ତୋଦୟ ଯୋଜନା। ପୂର୍ବ ସରକାର ବା ବିଜେଡି ସରକାର ଥିଲାବେଳେ ବିଜୁ ପକ୍କା ଘର ଯୋଜନା ଚାଲିଥିଲା, କିନ୍ତୁ ଏବେ ବିଜେପି ସରକାର ଆସିଲା ପରେ ତାହା ଅନ୍ତୋଦୟ ଗୃହ ଯୋଜନା ନାମରେ ନାମକରଣ କରିଛନ୍ତି। ତ ପ୍ରଥମ କଥା ସମସ୍ତେ ଜାଣି ରଖନ୍ତୁ, ଆସନ୍ତା 12 ତାରିଖ ଦିନ ଘର ମିଳିବାକୁ ଯାଉଛି। ଏହି 12 ତାରିଖରେ ଘର କାହିଁକି ମିଳିବ ନା ଆମ ଓଡ଼ିଶାରେ ବିଜେପି ସରକାର ଆସିବା 1 ବର୍ଷ ପୂରିବା ଉଦ୍ଦେଶ୍ୟରେ ବଡ଼ ସମାରୋହ କରାଯାଇଛି। ତ ସେହି ଦିନ ହିଁ ଘର ଦିଆଯିବ, ତା ବାବଦରେ ପଞ୍ଚାୟତରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି। ହେଲେ ଏ ଯେଉଁ ଘର ମିଳିବ ତାହା ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ଘର ମିଳିବ। ଆଉ ପ୍ରତ୍ୟେକ ପଞ୍ଚାୟତରେ 10 ଜଣ ଘର ପାଇବେ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି। ତାହା ନେଇ ମଧ୍ୟ ଗଣମାଧ୍ୟମରେ ସୂଚନା ଆସିଥିଲା। କେବଳ ସେତିକି ନୁହଁ, ସହରାଞ୍ଚଳରେ ଯେଉଁମାନେ ଇଲିଜିବୁଲ ଥିବେ ସେମାନଙ୍କୁ ମଧ୍ୟ ଘର ମିଳିବ, ତାହା ନେଇ ମଧ୍ୟ ଗଣମାଧ୍ୟମରେ ସୂଚନା ଆସିଥିଲା। ତ ସେଦିନ ହିଁ ଘର ମିଳିବା ସହିତ ଯେଉଁମାନେ ଇଲିଜିବୁଲ ଥିବେ ସେମାନଙ୍କୁ ମଧ୍ୟ ୱାର୍କ ଅର୍ଡର ପ୍ରଦାନ କରାଯିବ। ତ ଏଇଠି ବହୁତ ଲୋକ ପଚାରିବେ ନିଶ୍ଚୟ, ଆମେମାନେ ତ ଆବାସ ଯୋଜନାରେ ସେଲ୍ଫ ସର୍ଭେ ଚାଲିଥିଲା ତାହା କରିଛୁ, ଆମମାନଙ୍କୁ ମିଳିବ ନା ପୁଣି ଅନ୍ତୋଦୟ ଗୃହ ଯୋଜନାରେ ଆଉ ଥରେ ଫର୍ମ ଫିଲଅପ ବା ସର୍ଭେ କରିବୁ? ଏହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ। ଦେଖନ୍ତୁ, ଅନ୍ତୋଦୟ ଗୃହ ଯୋଜନାରେ ସମସ୍ତଙ୍କୁ ଘର ମିଳିବ ନାହିଁ, ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ। ଆଉ ଯଦି ଆପଣ ପିଏମ୍ ଆବାସ ଯୋଜନାରେ ସେଲ୍ଫ ସର୍ଭେ କରିଛନ୍ତି ତେବେ ଅପେକ୍ଷା କରନ୍ତୁ, ସେ ନେଇ କିଛି ବି ଖବର ଆସିଲେ ମୁଁ ଆପଣମାନଙ୍କୁ ଜଣାଇବି। ଯଦି ଏ ପର୍ଯ୍ୟନ୍ତ ଭିଡିଓ ଦେଖୁଥାନ୍ତି ତେବେ ଆମ ସହ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ନିଅନ୍ତୁ। ଏବେ ଚାଲନ୍ତୁ କଥା ହେବା। ସରକାର ଘର ତ ଦେବେ, କିନ୍ତୁ କେତେ ଟଙ୍କା ଦେବେ? ଏହା ମଝିରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା କି ପିଏମ୍ ଆବାସ ଯୋଜନାରେ ଯାହାକୁ ବି ଘର ମିଳିବ ତାଙ୍କୁ 1,80,000 ଟଙ୍କା ମିଳିବ। ଆଉ ତା ଉପରେ ପୂର୍ବରୁ ଯାହା ଯେମିତି ବୋନସ ଦିଆଯାଉଥିଲା ତାହା ମଧ୍ୟ ଦିଆଯିବ। କିନ୍ତୁ ସରକାର ସ୍ତରରେ କେତେ କ'ଣ ଟଙ୍କା ବଢ଼ିବାକୁ ନେଇ କିଛି ବି ସ୍ପଷ୍ଟ କରାଯାଇ ନାହିଁ। ତେବେ ତା ଅର୍ଥ ଆପଣ ତ ବୁଝିପାରୁଥିବେ। 5-7 ବର୍ଷ ପୂର୍ବେ ଯେତିକି ଟଙ୍କା ଦିଆଯାଉଥିଲା ଅର୍ଥାତ୍ 1,20,000 ମିଳୁଥିଲା, ଆଉ ତାର ଯେମିତି ସମୟ ସୀମା ଥିଲା, ସେହି ସମୟ ସୀମା ଭିତରେ ଘର କଲେ ଆପଣଙ୍କୁ ଏକ୍ସଟ୍ରା ବୋନସ ମିଳୁଥିଲା। ଠିକ୍ ସେଇଭଳି ସେମିତି ରହିଛି। ତ ଏବେ ଆପଣମାନେ ବିଚାର କରନ୍ତୁ ଯେ ସରକାର ସ୍ତରରେ ଯେଉଁ ଘର ଦିଆଯାଉଛି ଗରିବ ଲୋକଙ୍କୁ, ଏହା ସେଇମାନଙ୍କୁ ଦିଆଯାଉଛି ଯେଉଁମାନଙ୍କ ପାଖରେ ପଇସା ନାହିଁ। ଯଦି ବି ଘର ଦିଆଯାଉଛି ତାହା ନିଶ୍ଚିତ ରୂପେ ମିନିମାମ ଘରଟିଏ କମ୍ପ୍ଲିଟ କରିବା ପାଇଁ ସେହି ଅନୁସାରେ ଟଙ୍କା ଦିଆଯିବା ଦରକାର। ନୁହଁ କି 5-7 ବର୍ଷ ପୂର୍ବରୁ ଯେତିକି ଟଙ୍କା ଦିଆଯାଉଥିଲା ଏବେ ବି ସେତିକି ଟଙ୍କା ଦିଆଗଲେ କେମିତି ଜଣେ ଘର କରିପାରିବ? ଗରିବ ଲୋକ ଘର ତ ପାଇବ ସିନା, କିନ୍ତୁ ଘରକୁ କମ୍ପ୍ଲିଟ କରିବା ପାଇଁ ଚାରିଆଡେ ଧାର ଉଧାର କରି କରଜରେ ବୁଡ଼ି ହୋଇ ରହିବ। ଯାହା ବି ହଉ ସମସ୍ତେ ବିଚାର କରିବା ଦରକାର। ଆଉ ସରକାରଙ୍କ ପାଖରେ ଆମେ ବି ଅନୁରୋଧ କରୁଛୁ ଭିଡିଓ ମାଧ୍ୟମରେ, ଆଉ ଥରେ ସରକାର ବିଚାର କରି ଗରିବ ଲୋକଙ୍କ ହିତ ଉଦ୍ଦେଶ୍ୟରେ କିଛି ନା କିଛି ପଦକ୍ଷେପ ନିଅନ୍ତୁ। ଆଉ ଯେଉଁ ଥମ୍ବନେଲରେ ଦେଖୁଥିବେ 2,50,000 ଟଙ୍କା ଘର ବାବଦରେ ମିଳିବା ନେଇ, ତାହା ହେଉଛି କେବଳ ସହରାଞ୍ଚଳ ଲୋକମାନଙ୍କ ପାଇଁ। ଯେଉଁମାନେ ଇଲିଜିବୁଲ ଥିବେ ସେମାନଙ୍କୁ 5ଟି ଇନଷ୍ଟଲମେଣ୍ଟରେ 2.5 ଲକ୍ଷ ଟଙ୍କା ମିଳିବ। ଆଉ ଯେଉଁମାନେ ଗ୍ରାମାଞ୍ଚଳରେ ଘର ପାଇବେ ସରକାର ତାଙ୍କ କଥା ଟିକେ ବିଚାର କରନ୍ତୁ। ଏଯାଏଁ ଯେଉଁମାନେ ସରକାର ସ୍ତରରେ ଘର ପାଇନାହାନ୍ତି ଆଉ ସେମାନେ ଯଦି ଯୋଗ୍ୟ ଥାନ୍ତି ଆଉ ବହୁତ ଦିନରୁ ଅପେକ୍ଷାରେ ଅଛନ୍ତି ସରକାର ସ୍ତରରେ ଘର ପାଇଲେ ପକ୍କା ଘରଟିଏ କରିବେ, ତ ସେମାନେ କେମିତି କ'ଣ ଘର ଖଣ୍ଡେ ପାଇବେ
ଦେଖନ୍ତୁ ତା ପାଇଁ କିଛି ସେମିତି ବିକଳ୍ପ ରାସ୍ତା ନାହିଁ। ସମସ୍ତଙ୍କୁ ଯେଉଁ ରାସ୍ତା ସେମାନଙ୍କୁ ସେଇ ରାସ୍ତା ଦେଇ ଯିବାକୁ ପଡ଼ିବ। ମଝିରେ ଯେଉଁ ସରକାରୀ ସ୍ତରରୁ ଅଣାଯାଇଥିଲା କି ପିଏମ୍ ଆବାସ ଯୋଜନାରେ ସର୍ଭେକୁ ନେଇ, ଯେଉଁଟା କି ନିଜ ମୋବାଇଲରେ ଆପ୍ଲିକେସନକୁ ଡାଉନଲୋଡ କରି ସର୍ଭେ କରିବେ, ତେଣୁ ବହୁତ ଲୋକେ ସର୍ଭେ କରିଛନ୍ତି ଆଉ ତାଙ୍କ ଭିତରୁ ଇନକ୍ୱାରି କରିବା ପାଇଁ ପଞ୍ଚାୟତ ଲେବୁଲରେ ଅଫିସର ମଧ୍ୟ ଆସିଛନ୍ତି। ଆଉ ଯେଉଁମାନେ ବି ଇଲିଜିବୁଲ ଥିବେ ସେମାନଙ୍କୁ ଆଗାମୀ ଦିନରେ ଘର ମିଳିବ। ତା ପାଇଁ କିଛି ସର୍ଟକଟ ଉପାୟ ନାହିଁ। ବାସ୍ ପରବର୍ତ୍ତୀ ସମୟରେ ଯାହା ବି ଅପଡେଟ୍ ଆସିବ ମୁଁ ଆପଣମାନଙ୍କୁ ଜଣାଇବି। ସମସ୍ତେ ଆମ ସହ ଯୋଡ଼ି ହୋଇଥାନ୍ତୁ। ଏହିଭଳି ହେଲ୍ପଫୁଲ ଆଉ ଇନଫର୍ମେଟିଭ ଭିଡିଓର ଅପଡେଟ୍ କେବଳ ଆମରି ଭିଡିଓ ଆଉ ଆମ ଚ୍ୟାନେଲରୁ ପାଇପାରିବେ। ଆମ ଭିଡିଓ ଯଦି ଏଯାଏଁ ଦେଖୁଥାନ୍ତି ଆଉ ଭିଡିଓ ଯଦି ଭଲ ଲାଗିଥାଏ, ଭିଡିଓକୁ ଲାଇକ୍ କରିବା ସହ ଯଦି ଆମ ଚ୍ୟାନେଲକୁ ଏଯାଏଁ ସବସ୍କ୍ରାଇବ କରିନାହାନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରି ନିଅନ୍ତୁ।